ମାନେ ଜୟ ଜଗନ୍ନାଥ ନମସ୍କାର ଗୁଡ୍ ଆଫ୍ଟରନୁନ୍ ସାଙ୍ଗମାନେ ଆଜି ଆପଣମାନଙ୍କ ମନୋରଞ୍ଜନ ପାଇଁ ଆମେ ରଖିଛୁ ମଜାଦାର ଢଗଧମାଲ ପ୍ରଶ୍ନ। ସାଙ୍ଗମାନେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ମଜା ନିଅନ୍ତୁ। ଆସ ଆମେ ହସିବା, ଅନ୍ୟମାନଙ୍କୁ ହସାଇବା। ଯାହା ହେଉ ସାଙ୍ଗମାନେ, ଆମେ ଆଶା କରୁ ଭିଡ଼ିଓଟିକୁ ଆପଣମାନେ ଶେଷ ପର୍ଯ୍ୟନ୍ତ ଦେଖିବେ ଏବଂ ମଜା ନେବେ। ତାହେଲେ ଆଜିର ଢଗ ପ୍ରଶ୍ନଟି ବହୁତ ସୁନ୍ଦର ଅଛି ସାଙ୍ଗମାନେ। ତାହେଲେ ମୁଁ ଷ୍ଟାର୍ଟ କରିଦେଉଛି, ଆପଣମାନେ ଖାଲି ଦେଖି ନିଅନ୍ତୁ ଭାଉଜ ଆମର କ'ଣ ଉତ୍ତର ଦେବେ। ଯଦି ଭାଉଜ ଉତ୍ତରଟି ନ କହିପାରିଲେ ଆପଣମାନେ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। ଆପଣମାନଙ୍କ ପାଇଁ ଆମ କମେଣ୍ଟ ବକ୍ସଟି ଖୋଲା ରଖିଛୁ। ଏତିକି ରିକ୍ୱେଷ୍ଟ ରଖିଛୁ ସାଙ୍ଗମାନେ, ଚ୍ୟାନେଲକୁ ନୂଆ ଆସିଥିଲେ ପ୍ଲିଜ୍ କରିଦିଅନ୍ତୁ ସବସ୍କ୍ରାଇବ୍ ଏବଂ ଆପଣମାନଙ୍କ ବନ୍ଧୁବାନ୍ଧବଙ୍କ ପାଖକୁ ଟିକେ ସେୟାର କରିଦିଅନ୍ତୁ, କାରଣ ସେମାନେ ମଧ୍ୟ ଆମର ଏଇଭଳି ମଜାଦାର ଢଗଧମାଲ ପ୍ରଶ୍ନ ଦେଖିବାର ସୁଯୋଗ ନେବେ। ଭାଉଜଙ୍କୁ ଟିକେ ହସାଇ ଦେଲି। ଦେଖନ୍ତୁ ସାଙ୍ଗମାନେ, ଭାଉଜ ଆଜି ପୁରା ବସି ଯାଇଛନ୍ତି ଚେୟାର ଉପରେ। ଯାହା ହଉ, ଏହି ସମୟ ଭିତରେ ମୁଁ ପଚାରି ଦେଉଛି ସୁନ୍ଦର ଢଗଧମାଲ ପ୍ରଶ୍ନ। କହିଲେ ଦେଖି ଦିନରେ ଘୁମେ ରାତିରେ ଜଗେ, ଆଲୋକ ଦେଲେ ସମସ୍ତଙ୍କୁ ଭଲ ଲାଗେ। କହିଲେ ଦେଖି ଉତ୍ତରଟି କ'ଣ ହେବ? ଦିନରେ ଘୁମେ ରାତିରେ ଜଗେ, ଆଲୋକ ଦେଲେ ସମସ୍ତଙ୍କୁ ଭଲ ଲାଗେ। କହିଲେ ଦେଖି ଉତ୍ତରଟି କ'ଣ ହେବ? ସାଙ୍ଗମାନେ ଭାଉଜ ଆମର କ'ଣ ଉତ୍ତର ଦେଉଛନ୍ତି? ଭାଉଜ ଜାଣିଛନ୍ତି କିନ୍ତୁ କହିବେ ନାହିଁ। ଦିନରେ ଘୁମେ ରାତିରେ ଜଗେ, ଆଲୋକ ଦେଲେ ସମସ୍ତଙ୍କୁ ଭଲ ଲାଗେ। ଭାଉଜ ଜାଣିନାହାନ୍ତି, ଇଶାରା କରୁଛନ୍ତି। ଯଦି ଆପଣମାନେ ଧରିପାରନ୍ତି ଭଲ କଥା, ନ ଧରିପାରିଲେ ଆପଣମାନେ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। ସାଙ୍ଗମାନେ, ଆପଣମାନଙ୍କ ପାଇଁ ଆଜି ସୁନ୍ଦର ଢଗଧମାଲ ପ୍ରଶ୍ନ ରଖିଛୁ। ଆପଣମାନେ ଦେଖନ୍ତୁ, ମଜା ନିଅନ୍ତୁ। ଆମେ ହସିବା, ଅନ୍ୟମାନଙ୍କୁ ହସାଇବା। ଟିକେ ଭାଉଜଙ୍କ ପାଖକୁ ଚାଲିଯିବା। ଭାଉଜ ବସିଛନ୍ତି ଆଜି, ଦେଖନ୍ତୁ ସାଙ୍ଗମାନେ। ତାହେଲେ କ'ଣ ଉତ୍ତରଟି ସାଙ୍ଗମାନେ ଦେବେ ବୋଲି ଆଶା କରିଛନ୍ତି? ପାଟି ଖୋଲି କୁହ ସାଙ୍ଗମାନେ, ଏ ପ୍ରଶ୍ନର ଉତ୍ତରଟି ଆପଣମାନେ ଦିଅନ୍ତୁ। ଉତ୍ତର ଦେବେ। ମୁଁ ତ ଜାଣିଛି, ମୁଁ ବି ମାନେ ଇସରା ଦେଇଦେଲି। ଆଉ ଆପଣମାନେ ଧରି ନିଅନ୍ତୁ ଭାଉଜ କ'ଣ ଇସରା ଦେଲେ। ସାଙ୍ଗମାନେ ଭାଉଜ ଇସରା ଦେଇଦେଲେ, ଆପଣମାନେ ଧରି ନିଅନ୍ତୁ, କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। ସାଙ୍ଗମାନେ, ପ୍ରଥମ ଢଗଧମାଲ ପ୍ରଶ୍ନଟି ସରିଗଲା। ଆସ ଆମେ ପହଞ୍ଚିଯିବା ଏବଂ ସେକେଣ୍ଡ ଢଗଧମାଲ ପ୍ରଶ୍ନରେ। କିନ୍ତୁ ସେକେଣ୍ଡ ଢଗଧମାଲ ପ୍ରଶ୍ନ ଆଉ ଟିକେ ମଜା ଅଛି। ମଝିରେ କାଟନ୍ତୁ ନାହିଁ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ମଜା ନିଅନ୍ତୁ। ଏଥିରେ କିଛି ଶିଖିବା, ଜାଣିବା, ଅନ୍ୟମାନଙ୍କୁ ଜଣାଇବା। ତାହେଲେ ସେକେଣ୍ଡ ଢଗ ପ୍ରଶ୍ନଟି ମୁଁ ଷ୍ଟାର୍ଟ କରୁଛି। ସାଙ୍ଗମାନେ ଭାଉଜ ବହୁତ ଖୁସି ଅଛନ୍ତି, ଉତ୍ତର ଦେଇଦେବେ ବୋଲି ଭାବିଛନ୍ତି। ଦେଖାଯାଉ ସାଙ୍ଗମାନେ ଭାଉଜ ଆମର କ'ଣ ଉତ୍ତର ଦେଉଛନ୍ତି। ଆପଣମାନେ ବି ଦେଖନ୍ତୁ, ମଜା ନିଅନ୍ତୁ ଏବଂ ପ୍ରଶ୍ନର ଉତ୍ତର କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। ସାଙ୍ଗମାନେ, ସେକେଣ୍ଡ ଢଗ ପ୍ରଶ୍ନଟି ହେଲା ଭାଉଜଙ୍କୁ, ଗଛ ନୁହେଁ କିନ୍ତୁ ପତ୍ର ଅଛି। ଗଛ ନୁହେଁ କିନ୍ତୁ ପତ୍ର ଅଛି, ପକ୍ଷୀ ନୁହେଁ କିନ୍ତୁ ଉଡ଼େ। ସେ କ'ଣ? ଗଛ ନୁହେଁ କିନ୍ତୁ ପତ୍ର ଅଛି, ପକ୍ଷୀ ନୁହେଁ କିନ୍ତୁ ସେ ଉଡ଼ିଥାଏ। ସାଙ୍ଗମାନେ ଭାଉଜ ଆମର ପ୍ଲିଜ୍ ମୁଁ ଏ ପ୍ରଶ୍ନର ଉତ୍ତର ଦେଇଦେବି। ଗଛ ନାହିଁ, ପତ୍ର ଆସିବ କୋଉଠି? ମୋ ମୁଣ୍ଡ ତ ପଶୁନାହିଁ। ଆଉ ଯୋଉଟା କହିଲେ ପକ୍ଷୀ ନୁହେଁ ଉଡ଼େ। ଗଛ ନୁହେଁ କିନ୍ତୁ ପତ୍ର ଅଛି, ପକ୍ଷୀ ନୁହେଁ କିନ୍ତୁ ଉଡ଼େ। ସାଙ୍ଗମାନେ ଆପଣମାନେ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। ଏଇଭଳି ମଜାଦାର ଢଗ ପ୍ରଶ୍ନ ଦେଖନ୍ତୁ, ମଜା ନିଅନ୍ତୁ। ପକ୍ଷୀ ତ ପକ୍ଷୀ ବିନା ବି ଅଲଗା ଜିନିଷ ଉଡ଼ିପାରେ। କାଗଜ, ବେଲୁନ ସବୁ ଉଡ଼ିପାରିବ। ଆଉ ଗୋଡ଼ି ବି ଯେଉଁ ଉଡ଼ା ହେଉଛି, କାଇଟ୍ ଉଡ଼ିବ। ଆଉ ପତ୍ର, ଗଛ ନୁହେଁ ସେ ପତ୍ର, ଗଛ ବିନା ତ ପତ୍ର କୋଉଟା ହେଇପାରିବନି। ସାଙ୍ଗମାନେ ପ୍ଲିଜ୍ ଆପଣମାନେ ଜାଣିଛନ୍ତି, କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। ନାମଟି ଜାଣିଲେ ମୁଁ ମାନେ ଖୁସି ହେବି। ତାହେଲେ ସେକେଣ୍ଡ ଢଗ ପ୍ରଶ୍ନ ସରିଗଲା ସାଙ୍ଗମାନେ। ପଚାରିଲେ ପ୍ରଶ୍ନର ଉତ୍ତର ଥିବ, ନଥିଲେ ତ କିଏ ପଚାରିବେନି ନା। ଏ ପ୍ରଶ୍ନର ଉତ୍ତର ଅଛି ସାଙ୍ଗମାନେ। ମୋତେ ବି ଟିକେ ପ୍ଲିଜ୍ ଆପଣମାନେ ଦେଖିକି ଭଲକି ବୁଝିକି ମୋତେ ଜଣାନ୍ତୁ ଏ ପ୍ରଶ୍ନର ଉତ୍ତରଟା। ଗଛ ନୁହେଁ ନାହିଁ, ପତ୍ର ଅଛି,
ଗଛ ବିନା ତ ପତ୍ର ନାହିଁ ମୋତେ ତ ମୁଁ ତ କେବେ ଦେଖିନି ସବୁ ଧିରେ ଗଛ ଧିରେ ପତ୍ର ବାହାରେ ବିନା ପତ୍ର ତ ନାହିଁ ନା ଜାଣିଥିବେ ପ୍ଲିଜ୍ ମୋତେ କମେଣ୍ଟରେ ଜଣାଇଦେବେ ଆଉ ତାହେଲେ ସେଇ ଟାଇପ୍ର ଭିଡ଼ିଓଟି ମୁଁ ପଚାରିଦେଲି। ତାହେଲେ ସେକେଣ୍ଡ ଢଗ ପ୍ରଶ୍ନ ସରିଗଲା। ଥାର୍ଡ଼ ଢଗ ପ୍ରଶ୍ନର ଉତ୍ତର ଭାଉଜ କ'ଣ ଦେଉଛନ୍ତି ଆସ ଆମେ ଦେଖିନେବା। ଥାର୍ଡ଼ ପ୍ରଶ୍ନ ଢଗ ପ୍ରଶ୍ନ ଭାଉଜ ଉତ୍ତର କ'ଣ ଦେବେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ମଜା ନିଅନ୍ତୁ। ଆପଣମାନେ ଆମକୁ ଟିକେ ସପୋର୍ଟ କରନ୍ତୁ। ଆପଣଙ୍କ ସପୋର୍ଟ ଆମ ପାଇଁ ନିହାତି ଆବଶ୍ୟକ ସାଙ୍ଗମାନେ। ଆମେ ଜାଣୁ ସାଙ୍ଗମାନେ ଆପଣମାନଙ୍କ ଦ୍ୱାରା ସପୋର୍ଟ ଦ୍ୱାରା ଆମେ ଏତେ ବାଟରେ ପହଞ୍ଚି ସାରିଛୁ ଯେ କି ଆପଣମାନଙ୍କ କୃପାରୁ। ଯାହା ହଉ ସାଙ୍ଗମାନେ ଆପଣମାନେ ଆମକୁ ଅନେକ କିଛି ସପୋର୍ଟ ଦେଉଛନ୍ତି, ଏ ଭରସା ଆମର ଅଛି। ପ୍ଲିଜ୍ ଗୋଟେ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ ନା କ'ଣ କହୁଛ? ତାହେଲେ ସେଇ ଟାଇପ୍ର ଭିଡ଼ିଓଟି ମୁଁ ଆଉ ଥରେ ମୁଁ ପଚାରୁଛି, ରିପିଟ୍ କରି ନେଉଛି। ଭାଉଜ ଆମର କ'ଣ ଉତ୍ତର ଦେଉଛନ୍ତି ଦେଖିନିଅନ୍ତୁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ। ମୋର ଅନେକ ପତ୍ର ଅଛି କିନ୍ତୁ ମୁଁ ଗଛ ନୁହେଁ। ମୋର ଅନେକ ପତ୍ର ଅଛି କିନ୍ତୁ ମୁଁ ଗଛ ନୁହେଁ। ମୁଁ ସେଟା ପ୍ରଶ୍ନ ଅଲଗା ଲୋକ କରିଥିଲି, ସେଇଟାକୁ ମୁଁ ଆଉ ଥରେ ରିପିଟ୍ କରୁଛି। ମୋର ଅନେକ ପତ୍ର ଅଛି କିନ୍ତୁ ମୁଁ ଗଛ ନୁହେଁ। ସାଙ୍ଗମାନେ ଭାଉଜ ଆମର କ'ଣ ଉତ୍ତର ଦେଉଛି? ନାଜ କରି ନା ଲାଜ କରି? ସାଙ୍ଗମାନେ ଭାଉଜ ଆମର କହିପାରୁନାହାନ୍ତି। ଥାର୍ଡ଼ ଢଗ ପ୍ରଶ୍ନଟି ମୁଁ ପଚାରିଥିଲି। ମୋର ଅନେକ ପତ୍ର ଅଛି କିନ୍ତୁ ମୁଁ ଗଛ ନୁହେଁ। ଭାଉଜ ସ୍ୱାଗତିକା ଭାଉଜ କ'ଣ କରିବେ? ଆଉ ସାଙ୍ଗମାନେ ସ୍ୱାଗତିକା ଭାଉଜ ଆମର କ'ଣ କରିବେ? ଥାର୍ଡ଼ ପ୍ରଶ୍ନ ବି ସରିଆ ହେଲାଣି। ସ୍ୱାଗତିକା ଭାଉଜ ଆମର କହିପାରୁନାହାନ୍ତି। ଆପଣମାନେ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। ଏଇଭଳି ଢଗ ଧମାଲ ପ୍ରଶ୍ନ ଦେଖନ୍ତୁ, ମଜା ନିଅନ୍ତୁ। ଆସ ଆମେ ହସିବା, ଅନ୍ୟମାନଙ୍କୁ ଏଥିରେ କିଛି ଶିଖିବା ଜାଣିବା। ଯାଉ ସାଙ୍ଗମାନେ ଆପଣମାନଙ୍କ କମେଣ୍ଟକୁ ଆମେ ଅପେକ୍ଷା ରହିଲୁ। ଏଇଭଳି ଢଗ ଧମାଲ ପ୍ରଶ୍ନ ଦେଖନ୍ତୁ, ମଜା ନିଅନ୍ତୁ। ତାହେଲେ ସାଙ୍ଗମାନେ ଆପଣମାନେ ଆମ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଉଛୁ। ଘାସ ଭାବ 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 କ'ଣ ସେଟା? ଘି କୁଆଁରୀ। ମୋର ଅନେକ ପତ୍ର ଅଛି କିନ୍ତୁ ମୁଁ ଗଛ ସାଙ୍ଗମାନେ ଭାଉଜ କ'ଣ କହିବାକୁ ଚାହୁଁଛନ୍ତି ଆପଣମାନେ ଭଲ ଭାବରେ ବୁଝନ୍ତୁ ଏବଂ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ ଭାଉଜ କ'ଣ ଚାହୁଁଛନ୍ତି। ଦଳ 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 ଯେଉଁଟା ହୁଏ ସେଇଟା ଦଳ କହୁଛନ୍ତି ସାଙ୍ଗମାନେ। ମୋର ଅନେକ ପତ୍ର ଅଛି କିନ୍ତୁ ମୁଁ ଗଛ ନୁହେଁ। ସାଙ୍ଗମାନେ ଭାଉଜ କହୁଛନ୍ତି ଶେଷରେ ପାଇଛନ୍ତି ଦଳ ବୋଲି କହୁଛନ୍ତି। ଆପଣମାନେ ଦେଖିଲେ ସାଙ୍ଗମାନେ ଏଇଭଳି ମଜାଦାର ଢଗ ପ୍ରଶ୍ନ ଦେଖିବାକୁ ହେଲେ ପ୍ଲିଜ୍ ଚ୍ୟାନେଲକୁ କରିବାକୁ ପଡ଼ିବ ସବସ୍କ୍ରାଇବ୍ ଏବଂ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍ଟିକୁ ଅନ୍ କରିଦିଅନ୍ତୁ। ଅଲ୍ କରିଦେଲା ପରେ ୟୁଟ୍ୟୁବ୍ ଆପଣମାନଙ୍କ ପାଖରେ ସର୍ବପ୍ରଥମେ ଆମର ଏଇଭଳି ମଜାଦାର ଢଗ ପ୍ରଶ୍ନ ଆପଣମାନଙ୍କ ପାଖକୁ ନୋଟିଫିକେସନ୍ ଆକାରରେ ପହଞ୍ଚାଇଦେବ। ଆପଣମାନେ ସର୍ବପ୍ରଥମେ ଆମେ ଭିଡ଼ିଓ ଅପଲୋଡ଼ କଲେ ଆପଣମାନଙ୍କ ପାଖରେ ପହଞ୍ଚିଯିବ। ସାଙ୍ଗମାନେ ଭାଉଜଙ୍କୁ ବୋଧେ ନିଦ ଆସିଲାଣି, କାରଣ ଅନେକ ସମୟ ହେଇଗଲାଣି। ଆପଣମାନଙ୍କୁ କ'ଣ ନିଦ ଆସିଲାଣି? ନିଶ୍ଚିନ୍ତ ଆପଣମାନଙ୍କୁ ଆସିନଥିବ, କିନ୍ତୁ ଭାଉଜଙ୍କୁ ନିଦ ଆସିଲାଣି। ତାହେଲେ ଭିଡ଼ିଓଟି ଏବେ ରଖିବୁ, ସମୟ ବି ହେଇଗଲାଣି। ଆଗାମୀ ଭିଡ଼ିଓକୁ ଅପେକ୍ଷା ରୁହନ୍ତୁ। ଏଇଭଳି ମଜାଦାର ଢଗ ଧମାଲ ପ୍ରଶ୍ନ ଆଣିବୁ ଆପଣମାନଙ୍କ ମନୋରଞ୍ଜନ ପାଇଁ। ତାହେଲେ ସାଙ୍ଗମାନେ ଆପଣମାନେ କେମିତି ଅଛନ୍ତି? ଆପଣମାନେ ଭଲରେ ଥାଆନ୍ତୁ। ଆମର ଏଇଭଳି ମଜାଦାର ଢଗ ଧମାଲ ପ୍ରଶ୍ନ ଦେଖିବାର ସୁଯୋଗ ନିଅନ୍ତୁ। ତାହେଲେ ସାଙ୍ଗମାନେ ଆଜି ସମୟ ହେଇଗଲାଣି, ଏବେ ଆମେ ରହୁଛୁ। ଆଗାମୀ ଭିଡ଼ିଓକୁ ଅପେକ୍ଷାରେ ରୁହନ୍ତୁ। ତାହେଲେ ରହିଲୁ ସାଙ୍ଗମାନେ। ଜୟ ଜଗନ୍ନାଥ, ନମସ୍କାର।